गुड मॉर्निंग एवरीवन मु कान्हा आज गुरुत्वपूर्ण खबर गुड़िक आपको जनइबी न्यूज गुड़िक भल लगे निश्चित भाव गोटे लाइक करी चैनल को सब्सक्राइब करने चलतु आज गुरुत्वपूर्ण खबर गुड़िक नजर पकाइबा। एबे पाणीपाग विभाग तरफ बड़ सूचना आसी आज आरंभ करी मार्च मास 29 तारिख पर्यंत वर्षा हेबार संभावना रही अछि। तेबे अरुणाचल प्रदेश, आसाम, मेघालय, नागालैंड, मणिपुर, मिजोराम एवं त्रिपुरा रे मध्यम धरणर वर्षा हेबा सह वज्रपात हेबार संभावना रही अछि। तेबे आज एवं काली अरुणाचल प्रदेश रे विभिन्न स्थान रे वर्षा हेबा सह तुषारपात हेबार संभावना रही अछि। सेही बड़ी आज और काली आसाम एवं मेघालय रे विभिन्न स्थान रे प्रबल वर्षा होई पारे बोली आंचलिक पाणीपाग विभाग पक्षर सूचना मिली अछि। परवर्ती खबर जमी रे बोरिंग खोलिबाकू टंका देबे सरकार। सरकारଙ୍କ तरफରୁ ଏକ ବଡ଼ ଖବର ଆସିଅଛି। ଚାଷୀ ଭାଇମାନଙ୍କ ପାଇଁ ଫସଲକୁ ଜଳସେଚନ କରିବାରେ କୌଣସି ଅସୁବିଧା ନ ହେବ ବୋଲି ଜଳସେଚନ ସାମଗ୍ରୀ ଉପରେ ସବସିଡି ପ୍ରଦାନ କରିଛନ୍ତି। ମାଗଣା ବୋରିଂ ପାଇଁ କୃଷକମାନଙ୍କୁ 100% ସବସିଡି ସୁବିଧା ଯୋଗାଇ ଦେଉଛନ୍ତି ସରକାର। ବୋରିଂ ଖୋଳିବା ପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି। ସରକାର ସବୁ ଟଙ୍କା ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏତଦ୍ ବ୍ୟତୀତ ଚାଷୀଙ୍କୁ ଚାଷ କରିବା ପାଇଁ ପାଣି ପାଇପ୍ ମଧ୍ୟ ଯୋଗାଇ ଦେବେ। ଏହି ଯୋଜନା ଅଧୀନରେ 70 ମିଟର ଗଭୀରତା ପାଇଁ 15,000 ଟଙ୍କା ସବସିଡି ପ୍ରଦାନ କରିବେ ଭାରତ ସରକାର ଏବଂ 100 ମିଟର ଗଭୀରତା ପାଇଁ 35,000 ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଚାଲନ୍ତୁ ଜାଣିନେବା ଏହି ଯୋଜନାରେ କେଉଁ ଲୋକମାନେ ଆବେଦନ କରିପାରିବେ। ଆବେଦନ କରୁଥିବା କୃଷକ ଓଡ଼ିଶାରେ ବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ ଏବଂ ଚାଷୀଙ୍କ ନାମରେ 40 ଡିସମିଲ୍ ଜମି ରହିଥିବା ଆବଶ୍ୟକ। ତେବେ ଯାଇ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାକୁ ଆବେଦନ କରିବା ପାଇଁ ନିଜର ଜନସେବା କେନ୍ଦ୍ର କିମ୍ବା ଗାଁ ଛକରେ ଥିବା କମ୍ପ୍ୟୁଟର ଦୋକାନକୁ ମଧ୍ୟ ଯାଇ ଆବେଦନ କରିପାରିବେ। ପରବର୍ତ୍ତୀ ଖବର କମିଲା ଏଲପିଜି ସିଲିଣ୍ଡରର ଦର। ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ଦର 100 ଟଙ୍କା ହ୍ରାସ କରିଛନ୍ତି। ସୂଚନା ମୁତାବକ ମହିଳା ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତେବେ ଇଣ୍ଡିଆନ୍ ଏଚପି ଭାରତରେ ଯେଉଁମାନେ ବି ଘରେ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନେ ଏହି ଖବର ପାଇଲା ପରେ ବହୁତ ଆଶ୍ୱସ୍ତି ହେବାକୁ ଯାଉଛନ୍ତି। କାରଣ ସମସ୍ତ ଗ୍ୟାସ ସିଲିଣ୍ଡର ଦର 100 ଟଙ୍କା ପର୍ଯ୍ୟନ୍ତ କମ୍ କରାଯାଇଛି। ପରବର୍ତ୍ତୀ ଖବର ମହିଳାଙ୍କୁ ମିଳିବ ମାଗଣାରେ ସିଲେଇ ମେସିନ୍। ଦେଶରେ ପ୍ରଧାନମନ୍ତ୍ରୀ 17 ସେପ୍ଟେମ୍ବର 2023ରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସିଲେଇ ମେସିନ୍ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମଧ୍ୟମ ଧରଣର ଶ୍ରମିକମାନଙ୍କୁ ମାଗଣାରେ ସିଲେଇ ମେସିନ୍ ଯୋଗାଇ ଦେବେ ସରକାର ଏବଂ ସିଲେଇ ମେସିନ୍ ଶିଖିବା ସହ ଗୋଟିଏ ମାସ ଟ୍ରେନିଂ ଦିଆଯିବ। ଟ୍ରେନିଂ ଦିଆଯିବା ସଙ୍ଗେ ସଙ୍ଗେ ପ୍ରତିଦିନ 500 ଟଙ୍କା ମଧ୍ୟ ପ୍ରଦାନ କରିବ ଭାରତ ସରକାର। ସିଲେଇ ମେସିନ୍ କିଣିବା ପାଇଁ 15,000 ଟଙ୍କା ପ୍ରଦାନ କରିବେ ସରକାର। ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କର ବର୍ଷ 18 ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ଏହି ଯୋଜନାକୁ ଆବେଦନ କରିବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ଼, ଆବାସିକ ପ୍ରମାଣପତ୍ର, ମୋବାଇଲ ନମ୍ବର, ବ୍ୟାଙ୍କ ପାସବୁକ୍ ରହିଥିବା ନିହାତି ଆବଶ୍ୟକ। ତେବେ ଯାଇ ଆପଣ ଏହି ଯୋଜନାରେ ଲାଭ ପାଇପାରିବେ। ପରବର୍ତ୍ତୀ ଖବର ବାହାରିଲା ଯୁକ୍ତ 2 ପରୀକ୍ଷା ଫଳ। ତାମିଲନାଡୁର ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା 6 ତାରିଖରୁ ପ୍ରକାଶ ପାଇବ ବୋଲି ସୂଚନା ମିଳିଅଛି। ତାମିଲନାଡୁର ଯୁକ୍ତ 2 ପରୀକ୍ଷା ଫଳ ମାର୍ଚ୍ଚ ମାସ 1 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ 22 ତାରିଖରେ ଶେଷ ହୋଇଥିଲା। ଏହି ପରୀକ୍ଷାର ପରୀକ୍ଷା ଫଳ ମେ ମାସ 6 ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଅଛି। ପରବର୍ତ୍ତୀ ଖବର ହୋଲି ପୂର୍ବରୁ ବ୍ୟାଙ୍କର ନୂଆ ନିୟମ। ଆଜି ହେଉଛି ହୋଲିର ପର୍ବ। ହୋଲି ଅବସରରେ ଯଦି କେହି ଅଫିସ କିମ୍ବା ଘରୁ ବାହାରି ଯାଉଛନ୍ତି ତେବେ ପରସ୍ପରକୁ ରଙ୍ଗ ଲଗାଇ ଦିଅନ୍ତି। ଏହି କାରଣରୁ ପୋଷାକ ଭିତରେ ଥିବା ଟଙ୍କା ମଧ୍ୟ ରଙ୍ଗୀନ ହୋଇଯାଏ। ସେ ରଙ୍ଗ ଲାଗିଥିବା ଟଙ୍କା ଗୁଡ଼ିକ ଦୋକାନୀମାନେ ମଧ୍ୟ ଗ୍ରହଣ କରନ୍ତି ନାହିଁ। ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ନୂଆ ନିୟମ ଜାରି କରାଯାଇଛି। ଯଦି ଟଙ୍କାରେ ହୋଲି ରଙ୍ଗ ଲାଗିଛି ତେବେ ଦୋକାନୀ ଗ୍ରହଣ କରିବା ନିହାତି ଆବଶ୍ୟକ। ହୋଲି ସମୟରେ ଯଦି ଆପଣଙ୍କର ଟଙ୍କା ପାଣିରେ ପଡ଼ି ଛିଣ୍ଡିଯାଏ ତେବେ ସେ ଛିଣ୍ଡା ନୋଟକୁ ନେଇ ବ୍ୟାଙ୍କରେ ବଦଳ କରିପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କର 200 ଟଙ୍କିଆ ନୋଟ ଛିଣ୍ଡି ଯାଇଛି, ଯଦି ଆପଣ ସେ ଛିଣ୍ଡା ନୋଟକୁ ନେଇ ବ୍ୟାଙ୍କ ପାଖକୁ ଯିବେ ତେବେ ଆପଣ ବଦଳ କରିପାରିବେ।
ଏବଂ ଭଲ 200 ଟଙ୍କିଆ ନୋଟ୍ ମଧ୍ୟ ଫେରସ୍ତ କରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ସୂଚନା ମିଳିଅଛି। ପରବର୍ତ୍ତୀ ଖବର, ହୋଲି ଅବସରରେ ଟ୍ରାଫିକ୍ର ନୂଆ ନିୟମ ନ ମାନିଲେ 3 ବର୍ଷ ଜେଲ୍। ଆଜି ହେଉଛି ରଙ୍ଗର ହୋଲି ପର୍ବ। ହୋଲି ଅବସରରେ ସାମାନ୍ୟ ଟିକେ ମାତ୍ର ଭୁଲ କଲେ 3 ବର୍ଷ ଜେଲ୍ ହୋଇପାରେ। ତେଣୁ ଗାଡ଼ି ଚାଳକମାନଙ୍କୁ ସତର୍କ ହୋଇ ରହିବା ଆବଶ୍ୟକ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଯଦି ଆପଣ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବେ ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବେ, ତେବେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବ। ଏହା ସହ ଆପଣଙ୍କୁ 3 ବର୍ଷ ମଧ୍ୟ ଜେଲ୍ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯଦି ନାବାଳକ ଗାଡ଼ି ଚଳାଇବେ ତେବେ ଗାଡ଼ି ମାଲିକ 3 ବର୍ଷ ଜେଲ୍ ଦଣ୍ଡ ଭୋଗିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଜିନିଷର ଦାମ ବଢ଼ାଇଲା ଆମାଜନ। ଆମାଜନ କମ୍ପାନୀ ଆସନ୍ତା ମାସ 7 ତାରିଖରୁ ପୋଷାକ, ବେଡସିଟ୍, କୁଲର, ଫ୍ୟାନ୍, ଟିଭି ପାଇଁ ଆମାଜନ କମ୍ପାନୀ 1000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ମୁଖ୍ୟ ଖବର ମିଳିଅଛି। ପରବର୍ତ୍ତୀ ଖବର, ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂର 7 ମାସ ପରେ ଆସିଲା ବଡ଼ ଅପଡେଟ୍। ଇସ୍ରୋ ଗତ ବର୍ଷ ଅଗଷ୍ଟ 2023ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ସହ ଲ୍ୟାଣ୍ଡିଂ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ଭେଟିଥିଲେ। ଏହି ଚନ୍ଦ୍ରଯାନ-3 ବିଷୟରେ ଏକ ବଡ଼ ଖବର ଆସିଅଛି। ଯେଉଁଠାରେ ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ କରିଥିଲା, ସେହି ଲ୍ୟାଣ୍ଡିଂ କରିଥିବା ସ୍ଥାନକୁ ଶିବ ଶକ୍ତି ପଏଣ୍ଟ ଭାବରେ ମାନ୍ୟତା ପାଇବ ବୋଲି ସୂଚନା ମିଳିଅଛି। ପରବର୍ତ୍ତୀ ଖବର, ଓଡ଼ିଶା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଓଡ଼ିଶା ଲୋକସଭା ଆସନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବରଗଡ଼ ପାଇଁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ ପାଇଁ ଜୁଏଲ ଓରାମ, ବାଲେଶ୍ୱର ପାଇଁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦୁଝର ପାଇଁ ଅନନ୍ତ ନାୟକ, ମୟୂରଭଞ୍ଜ ପାଇଁ ନବରଙ୍ଗ ମାଝୀ, ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀର ପାଇଁ ସଙ୍ଗୀତା, କଳାହାଣ୍ଡି ପାଇଁ ମାଳବିକା, ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ, ଭୁବନେଶ୍ୱର ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ ତାଲିକାରେ ଘୋଷଣା କରିଅଛି। ପରବର୍ତ୍ତୀ ଖବର, ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଗ୍ୟାରେଣ୍ଟି କାର୍ଡରେ ଅନୁସୂଚିତ ଜନଜାତିଙ୍କ ପାଇଁ ଅନେକ ଯୋଜନା ଆଣିଛି କଂଗ୍ରେସ। ଯଦି କଂଗ୍ରେସକୁ ଭୋଟ ଦେଇ ବିଜୟୀ କରିବେ, ତେବେ କଂଗ୍ରେସ ସରକାର ଭାରତର ସମସ୍ତ ପରିବାରକୁ ଜମି ପ୍ରଦାନ କରିବେ ଏବଂ ଏହା ସହିତ ଯେଉଁ ଲୋକମାନଙ୍କର ଜମି ନାହିଁ ସେମାନଙ୍କୁ ଜମି ପ୍ରଦାନ କରିବେ ଏବଂ ମାଗଣାରେ ଘର ମଧ୍ୟ ଯୋଗାଇ ଦେବେ ବୋଲି କଂଗ୍ରେସ ସରକାର ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଆସିଲା ଏୟାରଟେଲର ବେଷ୍ଟ ରିଚାର୍ଜ ପ୍ଲାନ୍। ଆପଣମାନେ କ୍ରିକେଟ ଖେଳ ଦେଖିଲେ ଡାଟା ଜଲ୍ଦି ସରିଯାଉଥିବ। ତେଣୁ ଟେଲିକମ କମ୍ପାନୀ ଏୟାରଟେଲ ଆପଣଙ୍କ ପାଇଁ ବଢ଼ିଆ ପ୍ଲାନ୍ ଆଣିଅଛି। ଆପଣ ମନ ଇଚ୍ଛା ଡାଟା ବ୍ୟବହାର କରିପାରିବେ। ଏୟାରଟେଲରେ ଏହି ରିଚାର୍ଜ ପ୍ଲାନ୍ ୟୁଜରମାନେ 50 GB ହାଇସ୍ପିଡ୍ ଡାଟା ପାଇପାରିବେ। ଏହି ପ୍ଲାନ୍ର ଭ୍ୟାଲିଡିଟି ୟୁଜରମାନଙ୍କର ଆକ୍ଟିଭ ଥିବା ପ୍ଲାନ୍ର ଲିମିଟ୍ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ନମ୍ବରରେ 28 ଦିନର ରିଚାର୍ଜ ପ୍ଲାନ୍ ପଡ଼ିଛି, ତେବେ ଏହି 301 ଟଙ୍କାର ରିଚାର୍ଜ ପ୍ଲାନ୍ ମଧ୍ୟ 28 ଦିନ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଅଛି। ନ୍ୟୁଜ୍ ଗୁଡ଼ିକ ଭଲ ଲାଗିଲେ ନିଶ୍ଚିତ ଭାବେ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।